ବେରୁଆପାଳ ଓ ଖଣ୍ଡିଝରା ନାଳରେ ଏକ ଶିଳ୍ପ ସଂସ୍ଥାର ବର୍ଜ୍ୟ ଜଳ ଛଡ଼ାଯାଇଥିବା ନେଇ ସ୍ଥାନୀୟ ଲୋକ ଗୁରୁତର ଅଭିଯୋଗ ଆଣିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ନାଳରେ ପାଣିର ରଙ୍ଗ କଳା ହୋଇଯାଇଛି ଏବଂ ଏଥିରୁ ତୀବ୍ର ଦୁର୍ଗନ୍ଧ ବାହାରୁଛି। ଫଳରେ ସ୍ଥାନୀୟ ଲୋକ ଦୈନନ୍ଦିନ ଜୀବନରେ ପ୍ରଭାବିତ ହେଉଥିବା ସେମାନେ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବେରୁଆପାଳରୁ ବାହାରୁଥିବା ଏହି ନାଳ ଖଣ୍ଡିଝରା ଦେଇ ଲିଙ୍ଗରା ନଦୀରେ ଏବଂ ପରେ ବ୍ରାହ୍ମଣୀ ନଦୀରେ ମିଶୁଛି। ଫଳରେ ପ୍ରାୟ 10ରୁ 12ଟି ଗ୍ରାମର ଲୋକ ପ୍ରଭାବିତ ହେଉଥିବା ଦାବି କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ମତରେ ଏହି ପାଣି ପିଇ ପଶୁପକ୍ଷୀ ଅସୁସ୍ଥ ହେଉଛନ୍ତି ଏବଂ ପାଣିର ସଂସ୍ପର୍ଶରେ ଆସି କିଛି ଲୋକ ଚର୍ମ ରୋଗରେ ପୀଡ଼ିତ ହେଉଛନ୍ତି। ବର୍ଷା ଋତୁର ସୁଯୋଗ ନେଇ କାରଖାନାର ବର୍ଜ୍ୟ ଜଳ ନାଳରେ ଛଡ଼ାଯାଇଥିବ ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଦୂଷଣ ରୋକିବାକୁ ଗ୍ରାମବାସୀ ପ୍ରଶାସନକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ସମ୍ପୃକ୍ତ କମ୍ପାନୀ ସମ୍ମୁଖରେ ଧାରଣା ଦେବାକୁ ସେମାନେ ମଧ୍ୟ ଚେତାବନୀ ଦେଇଛନ୍ତି। ଏହି ଅଭିଯୋଗ ଉପରେ ସମ୍ପୃକ୍ତ କମ୍ପାନୀ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ। ପ୍ରତିଦିନ ନାୟକ ଆମର ଗ୍ରାମ ପଞ୍ଚାୟତ ହେଲା ଗାଲପଡ଼ା ଗ୍ରାମ ପଞ୍ଚାୟତର ରଙ୍ଗୁଟା ପ୍ଲାଣ୍ଟ ଯେଉଁ ଦୂଷିତ ପାଣି ଛାଡ଼ିଛି ଘର ଖଣ୍ଡିଝରା ଆମର ଯେଉଁ ଦୂଷିତ ପାଣି ଛାଡ଼ିଛି ଆମେ ସବୁ ରୋଗାକ୍ରାନ୍ତ ହେଲୁଣି, ଚର୍ମ ରୋଗରେ ଆକ୍ରାନ୍ତ ହେଲୁଣି ଏବଂ ରଙ୍ଗୁଟା ବାରମ୍ବାର ଏଇଭଳି କରିକିନା ଆମର କିଛି କଥା ବୁଝୁନି ଏବଂ ଆମର ଯେଉଁ ଏକ୍ସଟେନସନ୍ କରୁଛି ଜାଗା ରଙ୍ଗୁଟା ଆହୁରି ଅଧିଗ୍ରହଣ କରୁଛି 88 ଏକର କେତେ ସେ ବାବଦରେ ସେ ନାଳ ପାର କରିନା ଜାଗା ନେଇ ଦୂଷିତ ପାଣି କଳା ପାଣି ଛାଡ଼ି ଆମେ ସେକଡ଼େ ଗଲାଣି ଆମର ଟାଟା ଷ୍ଟିଲ୍ ଏକଡ଼େ ନାଳଟାରେ ଆମେ ଚଳୁଥିଲୁ ଆଉ କିଛି ଆମ ଚଳିବା ପାଇଁ ଅସୁବିଧା ଆମେ ଗାଧୋଇ ପାରୁନି ଖାଇପାରୁନି କିଛି ଆମ ସମସ୍ତେ ମହିଳା ଗାଈ ଗୋରୁ ସମସ୍ତେ ଆମେ ଆକ୍ରାନ୍ତ ହେଲୁଣି। ଆମମାନେ ବି ଏବେ ବିଭିନ୍ନ ପ୍ରକାର ରୋଗକ୍ରାନ୍ତ ହେଇ ଆମେ ସବୁ ପ୍ରକାର ପାଣି ଗାଧୋଇଲେ ଦେହ ମୁଣ୍ଡ ଚର୍ମ ରୋଗ ଫଳି ଯାଉଛି ଆଉ ଗାଈ ଗୋରୁ ସବୁ ଖାଇକିନା ମୃତ୍ୟୁବରଣ କଲେଣି ଗାଈ ଗୋରୁ ମାନେ। ଏହି ପାଣି ସବୁ ଦୂଷିତ ପାଣି ଛାଡ଼ିକିନା ଆମେ ଅସୁବିଧାରେ ସମ୍ମୁଖୀନ ହେଉଛୁ।